ଲୁକାୟିତ ପ୍ରତିଭା ରହିଛି, ଯାହାର ପରିପ୍ରକାଶ ଆବଶ୍ୟକ ରହିଛି। ଏ ପରିପ୍ରକାଶ ପାଇଁ ଗୋଟେ ଭଲ ମାଧ୍ୟମ ହେଇଛି। ଆୟୋଜକମାନଙ୍କୁ ଧନ୍ୟବାଦ ଦେବି, କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଦେବି। ଏହିପରି କାର୍ଯ୍ୟକ୍ରମ ରଖନ୍ତୁ। ରାଜନୀତିକୁ ଯିଏ ଆସୁଛନ୍ତି ପ୍ରତିଭାବାନ ବ୍ୟକ୍ତିମାନେ, ଶିକ୍ଷିତ ବ୍ୟକ୍ତିମାନେ ରାଜନୀତିକୁ ଆସିଲେ ରାଜନୀତି ଯେଉଁ ଲକ୍ଷ୍ୟ ନେଇ କରାଯାଏ ଦେଶରେ ଏ ଲକ୍ଷ୍ୟରେ ପହଞ୍ଚି ପାରିବେ। ଶିକ୍ଷିତ ଲୋକ ନହେଲେ, ସଚେତନ ଲୋକ ରାଜନୀତି ନ ଆସିଲେ ଗଣତନ୍ତ୍ର ଠିକ୍ ବାଟରେ ଗତି କରିପାରିବ ନାହିଁ। ଭାରତବର୍ଷର ସମ୍ବିଧାନ, ଭାରତବର୍ଷର ଗଣତନ୍ତ୍ର, ଭାରତବର୍ଷର ସମାଜବାଦୀ ପ୍ରକ୍ରିୟା ୟାକୁ ସବୁ ବଜାୟ ରଖିବା ପାଇଁ ହେଲେ ଏହି ପ୍ରକାର ଟ୍ରେନିଂର ଆୟୋଜନ ଆବଶ୍ୟକ ରହିଛି। ପବିତ୍ର ପ୍ରୟାସ ଏଠି ହେଇଛି, ଭଲ କାର୍ଯ୍ୟ ହେଇଛି। ଆଗାମୀ ପିଢ଼ି ପାଇଁ, ଆଗାମୀ ଦିନରେ ଦେଶର ନେତୃତ୍ୱ ନେବା ପାଇଁ ଏ ଗୋଟେ ଭଲ ଫୋରମ୍ ତିଆରି ହେଇଛି। ଏ ଫୋରମ୍ ଆହୁରି ଏମିତି ବହୁବାର ଏମିତି ଆୟୋଜନ କରନ୍ତୁ। ଓଡ଼ିଶା ଭିତରେ, ଓଡ଼ିଶା ବାହାରେ ଯୁବ ସମାଜକୁ ବହୁତ ମାନେ ଖୋରାକ ଯୋଗାଇ ପାରିବେ, ଜ୍ଞାନ ଗାରିମାର ପରିଚୟ ଦେଇପାରିବେ। ତାଙ୍କର ଶୁଭକାମନା କରିକି ରହୁଛି। ଧନ୍ୟବାଦ। ଆମେ ସବୁ ମୋରି ଛାତ୍ର ରାଜନୀତିରୁ ଆସିଛୁ। ଛାତ୍ର ରାଜନୀତିରୁ ଆମେ ଟ୍ରେନିଂ ନେଇକି ଓଡ଼ିଶା ରାଜ୍ୟ ଗୋଟେ ଗରିବ ରାଜ୍ୟ ହେଇ ରହିଛି। ଓଡ଼ିଶା କିନ୍ତୁ ଧନୀ ରାଜ୍ୟ। ଓଡ଼ିଶା ଲୋକମାନେ ଗରିବ ରହିଛନ୍ତି। ତେଣୁ ଓଡ଼ିଶା ଲୋକଙ୍କ ପାଇଁ କିଛି କରିପାରିବା, ସମୃଦ୍ଧ ଓଡ଼ିଶା, ଉନ୍ନତ ଓଡ଼ିଶା ଗଢ଼ିପାରିବା, ଏ ଲକ୍ଷ୍ୟରେ ଆମେ ସବୁ ଆସିଛୁ। ତେଣୁ ସେଥିପାଇଁ ମୁଁ କହିବି ଛାତ୍ର ନେତାମାନଙ୍କୁ ପ୍ରଭାବିତ କରିବା ପାଇଁ, ଶିକ୍ଷିତ କରିବା ପାଇଁ, ସଚେତନତା ସୃଷ୍ଟି କରିବା ପାଇଁ ଯୁବ ପରିଷଦ କାର୍ଯ୍ୟକ୍ରମ କରିଛି। ଭଲ କାର୍ଯ୍ୟକ୍ରମ, ସ୍ୱାଗତଯୋଗ୍ୟ କାର୍ଯ୍ୟକ୍ରମ। ଏହାର ଶୁଭକାମନା ମୁଁ ବହୁତ କରୁଛି। ଯେଉଁମାନେ ଦେଶ ପାଇଁ, ଜାତି ପାଇଁ ବହୁତ ଅବଦାନ ଦେଇଯାଇଛନ୍ତି, ଓଡ଼ିଶାର ପ୍ରଗତି ପାଇଁ, ଓଡ଼ିଶାର ଉନ୍ନତି ପାଇଁ ଯେଉଁମାନେ କାମ କରିଛନ୍ତି ସେମାନଙ୍କୁ ସମ୍ମାନିତ କରିବା, ଭାରତରତ୍ନ ଦେବା ହେଉଛି ଆନନ୍ଦ କଥା। ସ୍ୱାଗତଯୋଗ୍ୟ ପଦକ୍ଷେପ। ନବୀନ ବାବୁଙ୍କ ସମୟରେ ଓଡ଼ିଶାର ଯେଉଁ ଅନେକ ପ୍ରଗତି ହେଇଛି, ଉନ୍ନତି ହେଇଛି, ଏହାକୁ ଅସ୍ୱୀକାର କେହି କରିପାରିବେ ନାହିଁ। ଦରିଦ୍ର ରାଜ୍ୟକୁ ଆଜି ଉନ୍ନତ କରିବା ଦିଗରେ ଯେଉଁ ପଦକ୍ଷେପ ନିଆଯାଇଛି, ଭାରତ ସରକାର କହନ୍ତୁ, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ କହନ୍ତୁ, ୱାର୍ଲଡ ବ୍ୟାଙ୍କ କହନ୍ତୁ, ନବୀନ ବାବୁଙ୍କ କାମକୁ ପ୍ରଶଂସା କରୁଛନ୍ତି। ଓଡ଼ିଶାର ବହୁ ପରିବର୍ତ୍ତନ ଆଣିବା ଦିଗରେ ସେ କର୍ଣ୍ଣଧାର ହେଇଛନ୍ତି। ତାଙ୍କୁ ଦିଆଯାଇପାରିଲେ ତ ମୁଁ ବହୁତ ଖୁସି ହେବି, ଓଡ଼ିଶାବାସୀ ବହୁତ ଖୁସି ହେବି। ଠିକ୍, ଆଉ ତାଙ୍କ ଦାବି ତ ସାରା ଓଡ଼ିଶା ଲୋକ କରୁଛନ୍ତି। ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ, ସେମାନେ ମଧ୍ୟ ଓଡ଼ିଶାର ବିକାଶ ପାଇଁ ବହୁ ଅବଦାନ କରିଛନ୍ତି। ଓଡ଼ିଶାର ପରିଚୟ ଭାରତବର୍ଷରେ, ଭାରତ ବାହାରେ ପ୍ରତିଷ୍ଠା କରିବା ଦିଗରେ ଯେଉଁମାନେ ସବୁ ଯେଉଁ ଜନନେତାମାନେ ଅବଦାନ ଦେଇଛନ୍ତି ସେମାନଙ୍କୁ ଦେବା ପାଇଁ ଦାବି ବହୁତ ଦିନ ରହିଛି। ଦାବିକୁ କେନ୍ଦ୍ର ସରକାର ମାନିବା ଦରକାର ବୋଲି ଆମେ ଆଶା କରୁ। ରସ ବିସ୍କୁଟ